ପିଲାମାନେ, ଚାଲ ଆଜି ଗୋଟିଏ କାହାଣୀ ଶୁଣିବା ଯାହାର ନାଁ ହେଉଛି ଅନ୍ନପୂର୍ଣ୍ଣାଙ୍କ ସନ୍ଧାନ। ଘନ ଜଙ୍ଗଲ ଭିତରେ ଅନ୍ନପୁର ନାମକ ଗୋଟିଏ ଛୋଟିଆ ଗାଁ ଥିଲା। ଏହି ଗାଁର ବିଶେଷତା ଥିଲା ଏହାର ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର ଅନ୍ନ, ଯାହାକି ଅତ୍ୟନ୍ତ ପୁଷ୍ଟିକର ଏବଂ ସ୍ୱାଦିଷ୍ଟ ଥିଲା। କିନ୍ତୁ ଏହି ଗାଁରେ ଦିନେ ଅନ୍ନର ଅଭାବ ପଡ଼ିଲା, ଯାହା ଦେଖି ସେଇ ଗାଁର ଆଦିତ୍ୟ ନାମକ ଗୋଟିଏ ପିଲା ପଣ କରିଲା ଯେ ଏହି ସମସ୍ୟାର ସମାଧାନ ସେ ଖୋଜି ବାହାର କରିବ। ସେ ଜଙ୍ଗଲ ଭିତରକୁ ପାଦ ବଢ଼ାଇଲା। ରାସ୍ତାରେ ସେ ଏକ ରହସ୍ୟମୟୀ ପକ୍ଷୀକୁ ଭେଟିଲା, ଯିଏକି ତାକୁ ଅନ୍ନର ଦେବୀ ଅନ୍ନପୂର୍ଣ୍ଣାଙ୍କ ବିଷୟରେ କହିଲା। ପକ୍ଷୀଟି ଆଦିତ୍ୟକୁ କହିଲା ଯେ ଦେବୀ ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ଜଙ୍ଗଲର ସବୁଠାରୁ ଘଞ୍ଚ ଅଞ୍ଚଳରେ ରହିଛି ଓ ସେଠାରେ ପହଞ୍ଚିବାର ରାସ୍ତାଟି ଖୁବ୍ ବିପଦପୂର୍ଣ୍ଣ। ଆଦିତ୍ୟ କିନ୍ତୁ ସ୍ଥିର କଲା ଯେ ସେ ଦେବୀ ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ପର୍ଯ୍ୟନ୍ତ ଯିବ। ସିଏ ଯେତେ ଯେତେ ଆଗକୁ ବଢ଼ିଥିଲା ତାକୁ ବିଭିନ୍ନ ପରୀକ୍ଷାର ସାମ୍ନା କରିବାକୁ ପଡ଼ିଲା। ପ୍ରଥମ ପରୀକ୍ଷାରେ ସିଏ ଏକ ବିଶାଳକାୟ ସାପକୁ ଭେଟିଲା। ଆଦିତ୍ୟ ବେଶ୍ ଚତୁରତାର ସହିତ ସାପକୁ ହରାଇ ଆଗକୁ ବଢ଼ିଲା। ଦ୍ୱିତୀୟ ପରୀକ୍ଷାରେ ତାକୁ ବାଟରେ ଏକ ଭୁଲ ଭୁଲେଇବାକୁ ପାରି ହେବାକୁ ପଡ଼ିଲା। ସେଥିରେ ତାର ଯେତେ ଥର ରାସ୍ତା ବାଛିବାରେ ଭୁଲ ହେଉଥିଲା, ସେତେଥର ତାର ଖାଦ୍ୟ ନଷ୍ଟ ହୋଇଯାଉଥିଲା। ତେଣୁ ଆଦିତ୍ୟ ଧ୍ୟାନପୂର୍ବକ ନିଜ ରାସ୍ତା ବାଛିଲା ଓ ଅନ୍ନ ନଷ୍ଟ ହେବାରୁ ବଞ୍ଚି ଭୁଲ ବୁଲେଇବାକୁ ପାରିହେଲା। ଶେଷରେ ଆଦିତ୍ୟ ଦେବୀ ଅନ୍ନପୂର୍ଣ୍ଣାଙ୍କ ମନ୍ଦିରରେ ପହଞ୍ଚିଲା। ଦେବୀ ଆଦିତ୍ୟର ସାହସ ଓ ଅନ୍ନ ପ୍ରତି ଥିବା ତାର ସମ୍ମାନକୁ ଦେଖି ତାକୁ ଆଶୀର୍ବାଦ ଦେଲେ ଏବଂ ଅନ୍ନପୁର ଗାଁକୁ ଅନ୍ନରେ ଭରିଦେଲେ। ଏଥର ଆଦିତ୍ୟ ତା ଗାଁକୁ ଲେଉଟି ଆସିଲା ଏବଂ ଗାଁର ସମସ୍ତଙ୍କୁ ଶିଖାଇଲା କିପରି ଅନ୍ନର ସମ୍ମାନ କରାଯିବା ଉଚିତ ଓ ଏହାକୁ ନଷ୍ଟ କରାଯିବା ଅନୁଚିତ। ଗାଁ ଲୋକମାନେ ଆଦିତ୍ୟର ବାହାଦୁରୀ ଓ ବୁଦ୍ଧିମତାର ଭୁରି ଭୁରି ପ୍ରଶଂସା କଲେ। ଏହି କାହାଣୀ ମାଧ୍ୟମରେ ଆମେ ଶିଖିଲୁ ଯେ ଭୋଜନର ସମ୍ମାନ କିପରି କରାଯାଏ। ଏହା ସହିତ ଆମେ ଏହାର ମହତ୍ତ୍ୱକୁ ମଧ୍ୟ ବୁଝିଲେ।